ଦୀର୍ଘ ଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି, ଯେତେ ଔଷଧ ଖାଇଲେ କାମ ଦେଉନାହିଁ, ତେବେ ରୋଗକୁ ମୂଳରୁ ଦୂର କରିବା ପାଇଁ ଏବଂ ଶରୀରକୁ ମୂଳରୁ ତିଆରି କରିବା ପାଇଁ ତ୍ରିଫଳାର ଆଶ୍ରୟ ନିଆଯାଏ। ସୁସ୍ଥ ଜୀବନ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଆସନ୍ତୁ ଆୟୁର୍ବେଦର ଏହି ଅମୃତ ତ୍ରିଫଳା ବିଷୟରେ ଅଧିକ ଜାଣିବା। ତ୍ରିଫଳା ଓ ଏହାର ବିଶେଷତ୍ୱ। ଅଁଳା, ବାହାଡ଼ା ଏବଂ ହରିଡ଼ା ଏହି ତିନୋଟି ଫଳର ଉପଯୁକ୍ତ ମାତ୍ରାରେ ମିଶ୍ରଣ ହେଉଛି ତ୍ରିଫଳା। ଏହା ଏକ ଆୟୁର୍ବେଦିକ ଔଷଧ। ଶାସ୍ତ୍ରରେ ତ୍ରିଫଳାକୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଆଖ୍ୟା ଦିଆଯାଇଛି, କାରଣ ଏହି ବୃକ୍ଷଗୁଡ଼ିକରେ ଏହି ଦେବତାମାନଙ୍କର ଆଶୀର୍ବାଦ ରହିଛି। ତ୍ରିଫଳା ହେଉଛି ତ୍ରିଦୋଷ ନିୟନ୍ତ୍ରକ। କଫ, ପିତ୍ତ ଏବଂ ବାତ ଏହି ତ୍ରିଦୋଷ ଆମ ଶରୀରରେ ଅଛି, ସେଗୁଡ଼ିକୁ ସଠିକ୍ ପରିମାଣରେ ନିୟନ୍ତ୍ରଣରେ ରଖିବା ତ୍ରିଫଳା ସାହାଯ୍ୟ କରିଥାଏ। ଏହା ମହାରସାୟନ, କାରଣ ପ୍ରାୟ ସବୁ ଆୟୁର୍ବେଦିକ ଔଷଧରେ ଏହାର ବ୍ୟବହାର କରାଯାଇଥାଏ। ଏହା 5ଟି ରସଯୁକ୍ତ। ଯେଉଁ ଷଡ଼ ରସ ଅଛି ତା ଭିତରୁ 5ଟି ମିଠା, ଖଟା, କଷା, ପିତା ଏବଂ ରାଗ କେବଳ ଲବଣ ରସ ଛାଡ଼ି ଆଉ 5ଟି ରସ ତ୍ରିଫଳା ମଧ୍ୟରେ ରହିଛି। ତ୍ରିଫଳା କେମିତି କାମ କରେ? ଆମ ଖାଦ୍ୟନଳୀ ଓ ଅନ୍ତଃନଳୀରେ ଥିବା ପୁରୁଣା ଚିକ୍କଣ ମଇଳା, ଯାହାକି ଆମ ଶରୀର ପାଇଁ ଭାରି କ୍ଷତିକାରୀ, ଚର୍ବି, କଫ ଏବଂ ବିଷାକ୍ତ ବର୍ଜ୍ୟବସ୍ତୁ, ଖାଦ୍ୟନଳୀରୁ ଏଗୁଡ଼ିକୁ ସଫା କରିବାରେ ତ୍ରିଫଳା ସାହାଯ୍ୟ କରେ। ଏହା ପୃଥ୍ୱୀ ଓ ଜଳ ତତ୍ତ୍ୱ ଆମ ଶରୀରରେ ଶାନ୍ତ କରେ, ଅଗ୍ନି ଏବଂ ବାୟୁ ତତ୍ତ୍ୱକୁ ବଳ ଯୋଗାଇଥାଏ। ଏହା ଏକ ମୃଦୁ ବିରେଚକ ପରି କାର୍ଯ୍ୟ କରିଥାଏ। କଫ ଓ ପିତ୍ତକୁ ଶାନ୍ତ କରିଥାଏ ଏବଂ ବାତକୁ ଅନୁଲୋମନ ବା ସଠିକ୍ ଦିଗ ପ୍ରଦାନ କରିଥାଏ। ସବୁ ଅଷ୍ଟଧାତୁକୁ ପରିପୁଷ୍ଟ କରେ। ଅଷ୍ଟଧାତୁ ବିଷୟରେ ମୁଁ ଅନ୍ୟ ଏକ ଭିଡ଼ିଓ ପ୍ରସ୍ତୁତ କରିଛି, ଆପଣମାନେ ଚ୍ୟାନେଲରେ ଯାଇ ସେ ଭିଡ଼ିଓଟିକୁ ଦେଖି ନିଅନ୍ତୁ। ପଞ୍ଚବାୟୁ ବିକାର ତ୍ରିଫଳା ଦୂର କରିଥାଏ। ଔଷଧର ଗୁଣବତ୍ତା ଓ କାର୍ଯ୍ୟକ୍ଷମତାକୁ ବଢ଼ାଇ ଦିଏ। ଯଦି କୌଣସି ଔଷଧ ସେବନ କରୁଛନ୍ତି, ତେବେ ତ୍ରିଫଳାର ମିଶ୍ରଣ ଦ୍ୱାରା ସେହି ଔଷଧର ମାନ ନିଶ୍ଚିତ ଭାବରେ ବଢ଼ିଥାଏ ଓ ରୋଗକୁ ଦୂର କରିବାରେ ଶୀଘ୍ର ସାହାଯ୍ୟ କରିଥାଏ। ସେଥିପାଇଁ ଆୟୁର୍ବେଦରେ ପ୍ରାୟ ସବୁ ଔଷଧରେ ଚୂର୍ଣ୍ଣ, ଗୁଗୁଳ, ଆସବ, ଅରିଷ୍ଟ ଇତ୍ୟାଦିରେ ତ୍ରିଫଳାର ବ୍ୟବହାର କରାଯାଏ। ତ୍ରିଫଳାରେ ଅନେକ ପ୍ରକାରର ଫ୍ଲାଭୋନଏଡ୍ସ, ପଲିଫେନଲ୍ସ, ସାପୋନିନ୍ସ, ଆଣ୍ଟିଅକ୍ସିଡାଣ୍ଟସ୍ ଏବଂ ଭିଟାମିନ୍ ସି ଇତ୍ୟାଦି ଥାଏ। ଏଗୁଡ଼ିକ କ୍ୟାନ୍ସର ସମ୍ଭାବନାକୁ ରୋକିଥାନ୍ତି। ତ୍ରିଫଳା ଡାଇବେଟିସରେ ଲାଭକାରୀ, ହୃଦୟକୁ ସୁସ୍ଥ ରଖେ। ଆଣବିକ ବିକିରଣ ଜନିତ ଯଦି କୌଣସି ରୋଗ ହୋଇଛି, ସେଥିରୁ ମଧ୍ୟ ଏହା ରକ୍ଷା କରେ। ଓଜନକୁ ନିୟନ୍ତ୍ରଣରେ ରଖେ, କୋଷ୍ଠକାଠିନ୍ୟ ଦୂର କରେ। ଆଖି, ଦାନ୍ତ ଓ ମୁଖ ରୋଗରେ ଏହା ଉପାଦେୟ। ଏହାଛଡ଼ା କେଶ ଓ ଚର୍ମ ରୋଗରେ ମଧ୍ୟ ତ୍ରିଫଳାକୁ ବ୍ୟବହାର କରାଯାଏ। ମୋର ପ୍ରତ୍ୟେକ ଭିଡ଼ିଓରେ ମୁଁ ଚିତ୍ର ସହିତ ଓଡ଼ିଆରେ ଲେଖା ଦେଉଛି, ତେଣୁ ଆପଣମାନଙ୍କର ଯେଉଁ ଚିକିତ୍ସା ପଦ୍ଧତିଟି ଆବଶ୍ୟକ ସେହି ପେଜଟିକୁ ସ୍କ୍ରିନଶଟ୍ ନେଇ ରଖିଦିଅନ୍ତୁ। ଏବେ ଆସନ୍ତୁ ଦେଖିବା ବିଭିନ୍ନ ରୋଗରେ ତ୍ରିଫଳା ଆମେ କିଭଳି ଭାବରେ ବ୍ୟବହାର କରିପାରିବା। ଆଜି ଯେଉଁ ତ୍ରିଫଳା ବିଷୟରେ ଆପଣମାନଙ୍କୁ କହୁଛି, ସେଥିରେ ଅଁଳା, ବାହାଡ଼ା ଏବଂ ହରିଡ଼ାର ଅନୁପାତ ଯଥାକ୍ରମେ 3:2:1, ଅର୍ଥାତ୍ 3 ଭାଗ ଅଁଳା ରହିବ, 2 ଭାଗ ବାହାଡ଼ା ରହିବ ଏବଂ 1 ଭାଗ ହରିଡ଼ା ରହିବ। ଏହି ଅନୁପାତରେ ତ୍ରିଫଳା ଚୂର୍ଣ୍ଣ ତିଆରି ହୋଇଥିଲେ ତାକୁ ସର୍ବୋତ୍କୃଷ୍ଟ କୁହାଯାଏ, ସାଧାରଣ ବ୍ୟବହାର ଯୋଗ୍ୟ କୁହାଯାଏ। ତ୍ରିଫଳା ଏକ ମୃଦୁ ବିରେଚକ, ଅର୍ଥାତ୍ ଅଦରକାରୀ ବର୍ଜ୍ୟବସ୍ତୁ ଶରୀରରୁ ବାହାରକୁ ନିଷ୍କାସନ କରିବାରେ ସାହାଯ୍ୟ କରେ। ଏହି ବିରେଚନ ପାଇଁ ତ୍ରିଫଳା 1 ଚାମଚ 1 ଗ୍ଲାସ ଉଷୁମ ପାଣିରେ ଅଳ୍ପ ଟିକେ ସୈନ୍ଧବ ଲୁଣ ମିଶାଇ ଆପଣମାନେ ପିଇପାରିବେ। ଲୁଣ ମିଶିଗଲା ପରେ ମିଶ୍ରଣଟି ଷଡ଼ ରସଯୁକ୍ତ ହୋଇଯାଇଥାଏ। ଅଳ୍ପ ଟିକେ ତ୍ରିଫଳା ଚୂର୍ଣ୍ଣ ଦାନ୍ତ ଘଷିବା ପାଇଁ ମଧ୍ୟ ବ୍ୟବହାର କରିହେବ।
ଏହାଦ୍ୱାରା ପାଟିରେ ଥିବା ବିଭିନ୍ନ ପ୍ରକାରର ରୋଗ, ଦାନ୍ତ ସମସ୍ୟା ଇତ୍ୟାଦି ଦୂର ହୁଏ। ଟିକେ ତ୍ରିଫଳା ଗୁଣ୍ଡ ଓ ରିଠା ଗୁଣ୍ଡ ମିଶାଇ ମୁଣ୍ଡ ସଫା କଲେ ରୂପୀ ସମସ୍ୟା ଦୂର ହୁଏ। ଚେହେରାର ଚମକ ପାଇଁ ତ୍ରିଫଳା, ବେସନ ଓ ମୁଲତାନୀ ମାଟି ଅଧ ଚାମଚ ଲେଖାଏଁ ଟିକିଏ କ୍ଷୀର ସହିତ ମିଶାଇ ପେଷ୍ଟ କରି ମୁଖରେ ଲଗାଇ ଅଧଘଣ୍ଟେ ପରେ ତାକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚେହେରାରେ କାନ୍ତି ଆସିଥାଏ। 1 ଗ୍ଲାସ ପାଣିରେ 1 ଚାମଚ ତ୍ରିଫଳା ଓ ଟିକିଏ ହଳଦୀ ମିଶାଇ କୌଣସି ଘା ବା ଖଣ୍ଡିଆ ବା କ୍ଷତ ସ୍ଥାନରେ ଲଗାଇଲେ ଶୀଘ୍ର କ୍ଷତ ପୂରଣ ହୁଏ। ତ୍ରିଫଳାର ଆଉ କେତେଗୁଡ଼ିଏ ବ୍ୟବହାର। ଓଜନ କମାଇବା ପାଇଁ ଯେଉଁମାନେ ମେଦବହୁଳତାର ଶିକାର ହୋଇଛନ୍ତି, ସକାଳେ 1 ଚାମଚ ତ୍ରିଫଳା ଚୂର୍ଣ୍ଣ ଓ 1 ଚାମଚ ମହୁ ମିଶାଇ ଖାଆନ୍ତୁ। 3 ଘଣ୍ଟା ପର୍ଯ୍ୟନ୍ତ କିଛି ଅନ୍ୟ ଜିନିଷ ଖାଆନ୍ତୁ ନାହିଁ। ଶରୀରରୁ ଅଧିକ ଦୁର୍ଗନ୍ଧ ବାହାରୁଥିଲେ ତ୍ରିଫଳା ପେଷ୍ଟ ଲଗାଇ ସ୍ନାନ କରିପାରିବେ। ହାତ, ପାଦ ଇତ୍ୟାଦି ଜଳାପୋଡ଼ା ଲାଗୁଥିଲେ ତ୍ରିଫଳା ସହିତ ମହୁ ମିଶାଇ ଖାଇପାରିବେ। ଯଦି ଏସିଡିଟି ବା ଅମ୍ଳ ରହୁଛି, ଖାଦ୍ୟ ଖାଇସାରିବା ପରେ ତ୍ରିଫଳା ଚୂର୍ଣ୍ଣ ସହିତ ମହୁ ମିଶାଇ ଖାଇବେ। ଲିଭର ସମସ୍ୟାରେ ତ୍ରିଫଳା ପାଣି ଅତ୍ୟନ୍ତ ଲାଭକାରୀ। ଫ୍ୟାଟି ଲିଭରକୁ ଏହା ଧୀରେ ଧୀରେ କମାଇଥାଏ। ଆଖି ପାଇଁ ତ୍ରିଫଳା ଅତ୍ୟନ୍ତ ଉପାଦେୟ। 1:2:3 ରେସିଓରେ ତିଆରି କରାଯାଇଥିବା ତ୍ରିଫଳା ଚୂର୍ଣ୍ଣ 1 ଚାମଚ, ମହୁ ଓ ଘିଅ ବିଷମ ମାତ୍ରାରେ ମିଶାଇ ରାତିରେ ଶୋଇବା ପୂର୍ବରୁ ଖାଇବେ। ମହୁ ଯଦି 1 ଚାମଚ, ଘିଅ ଅଧ ଚାମଚ କିମ୍ବା ମହୁ ଯଦି ଅଧ ଚାମଚ, ଘିଅ 1 ଚାମଚ ବିଷମ ମାତ୍ରାରେ ମିଶାଇବା ଦ୍ୱାରା ତାର ବିଷାକ୍ତ ପ୍ରଭାବ ପଡ଼ିନଥାଏ। ହାଇ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତଚାପ ସମସ୍ୟାରେ ସକାଳେ ଓ ସନ୍ଧ୍ୟାରେ ତ୍ରିଫଳା ଉଷୁମ ପାଣି ସହ ସେବନ କରନ୍ତୁ, କିନ୍ତୁ ରକ୍ତଚାପ ନର୍ମାଲ ହେଲେ ତ୍ରିଫଳା ଖାଇବା ବନ୍ଦ କରନ୍ତୁ। ଅନ୍ତଃନଳୀ ଯଦି ଦୁର୍ବଳ ହୋଇଯାଇଛି ବା IBS ଭଳି ସମସ୍ୟା ରହୁଛି ତଥା କୋଷ୍ଠକାଠିନ୍ୟ ରହୁଛି, ଏହି କ୍ଷେତ୍ରରେ ତ୍ରିଫଳା 1:1:1 ରେସିଓରେ ଅର୍ଥାତ୍ 3ଟି ଯାକ ଜିନିଷ ସମ ପରିମାଣରେ ମିଶାଇ ତ୍ରିଫଳା ଚୂର୍ଣ୍ଣ ପ୍ରସ୍ତୁତ କରି ସେଇଥିରୁ 1 ଚାମଚ 2 ଚାମଚ ଇସବଗୁଲ ଭୁସି ସହ ମିଶାଇ କ୍ଷୀରରେ ରାତ୍ରିରେ ସେବନ କରନ୍ତୁ। କାଶ ଓ କଫ ସମସ୍ୟାରେ ତ୍ରିଫଳା କାଢ଼ା ପିଇପାରିବେ। ମୂତ୍ରନଳୀ ସଂକ୍ରମଣରେ ତ୍ରିଫଳା ପାଣି ଉପଶମ ଦିଏ। ଆଣବିକ ବିକିରଣ କିମ୍ବା ଏକ୍ସରେ ଦ୍ୱାରା ପ୍ରଭାବିତ ହେଉଥିଲେ ତ୍ରିଫଳା ସେହି 1:1:1 ରେସିଓରେ ବା ସମ ପରିମାଣରେ ସେବନ ଉପାଦେୟ ଅଟେ। ଯଦି କୌଣସି ବ୍ୟକ୍ତି ଅଧିକ ଦିନ ଏକ୍ସରେ ମେସିନରେ କାମ କରୁଛନ୍ତି କିମ୍ବା କୌଣସି ଫ୍ୟାକ୍ଟ୍ରି, ଯାହାକି ନ୍ୟୁକ୍ଲିୟର ଫ୍ୟାକ୍ଟ୍ରି, ୟୁରାନିୟମ, ଥୋରିୟମ ବା ରେଡିଏସନ ଦ୍ୱାରା ପ୍ରଭାବିତ, ସେହିଭଳି ବ୍ୟକ୍ତିର କୌଣସି ଶାରୀରିକ ସମସ୍ୟା ଦେଖାଦେଲେ ତ୍ରିଫଳା ଖାଇବା ଦ୍ୱାରା ତାର ଶରୀରରୁ ବର୍ଜ୍ୟବସ୍ତୁ ଆକାରରେ ସେ ପ୍ରଭାବ ନିଷ୍କାସିତ ହୋଇଯାଇଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଅଟୋଇମ୍ୟୁନ୍ ଡିଜିଜରେ ମଧ୍ୟ ତ୍ରିଫଳା ବହୁତ ଲାଭକାରୀ। ତ୍ରିଫଳା ବଜାରରେ ବିଭିନ୍ନ ପ୍ରକାର ରୂପରେ ଉପଲବ୍ଧ ଅଟେ। ତ୍ରିଫଳା ଚୂର୍ଣ୍ଣ ହେଉଛି ସବୁଠାରୁ ବେଷ୍ଟ ଔଷଧ ଉପଯୋଗୀ ଜିନିଷ, କିନ୍ତୁ ଏହାଛଡ଼ା ଅନ୍ୟାନ୍ୟ ରୋଗରେ ତ୍ରିଫଳା ଟାବଲେଟ୍, ତ୍ରିଫଳା ଘୃତ, ତ୍ରିଫଳା ଅବଲେହ, ତ୍ରିଫଳା ଜୁସ୍ ଇତ୍ୟାଦି ସେବନ କରିହେବ। ଆୟୁର୍ବେଦରେ ତ୍ରିଫଳା ଚୂର୍ଣ୍ଣର ବ୍ୟବହାର ଦ୍ୱାରା ଏଥିରେ ଥିବା ଫାଇବର ଅଂଶ ଅଧିକ ପରିମାଣରେ ପେଟ ପାଇଁ ଉପକାରୀ ହୋଇଥାଏ, କିନ୍ତୁ ଯଦି ତ୍ରିଫଳାକୁ ଶରୀରର କୋଣ ଅନୁକୋଣରେ ପହଞ୍ଚାଇବା ଆବଶ୍ୟକ ପଡ଼ିଥାଏ, ସେତେବେଳେ ହୋମିଓପାଥିର ଆଶ୍ରୟ ନିଆଯାଏ। ହୋମିଓପାଥିରେ ଅଁଳା, ବାହାଡ଼ା ଏବଂ ହରିଡ଼ା ଏହି 3ଟି ଯାକର ମଦର ଟିଂଚର ଆଭେଲେବଲ୍ ଅଟେ। ଯଦି ଆପଣମାନେ ସେଗୁଡ଼ିକୁ ଯୋଗାଡ଼ କରିପାରିବେ, ନିଶ୍ଚିତ ଭାବରେ ଶରୀରର ପ୍ରତ୍ୟେକ କୋଶିକାରେ ତ୍ରିଫଳାର ଉପକାରିତା ପହଞ୍ଚାଇବା ସମ୍ଭବ ହେବ। ତ୍ରିଫଳା ଏକ ଔଷଧ, ତେଣୁ ଏହାକୁ ଖାଇଲା ବେଳେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ନିଶ୍ଚିନ୍ତ ଆବଶ୍ୟକ। ଯଦି ଅଳ୍ପ ପରିମାଣରେ 1/4ରୁ ଅଧା ଚାମଚ ଖାଉଛନ୍ତି,
ତେବେ ଅଧିକ ଦିନ ଆପଣମାନେ ଏହାକୁ ସେବନ କରିପାରିବେ। ସାଧାରଣତଃ ଜଣେ ସୁସ୍ଥ ମଣିଷ ନିରୋଗ ରହିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ 2 ମାସ ଏହାକୁ ସେବନ କରି ମଝିରେ ଗୋଟିଏ ମାସ ଛାଡ଼ି ଦିଅନ୍ତୁ। ସାଧାରଣ ସ୍ୱାସ୍ଥ୍ୟ ପାଇଁ ଅଁଳା, ବାହାଡ଼ା ଓ ହରିଡ଼ା 4:2:1 କିମ୍ବା 3:2:1 ଅନୁପାତରେ ଖାଆନ୍ତୁ। ଅଧିକ ଦିନ ଯଦି 1:1:1 ଅର୍ଥାତ୍ ସମ ପରିମାଣରେ ଅଁଳା, ବାହାଡ଼ା, ହରିଡ଼ା ଥିବା ଅନୁପାତରେ ଖାଇଲେ ଅନ୍ତଃନଳୀର ଭିତର କାନ୍ଥ କ୍ଷୟ ହୋଇପାରେ। ତେଣୁ ଏହାକୁ ଅଧିକ ଦିନ ଖାଇବେ ନାହିଁ। ବାତ ପ୍ରଧାନ ବା ପତଳା ବ୍ୟକ୍ତି ଏବଂ ଯଦି ଶୁଷ୍କ ଓ ଟାଣ ମଳତ୍ୟାଗ କରୁଛନ୍ତି ତେବେ ତ୍ରିଫଳାକୁ ଖାଇବେ ନାହିଁ। ଗର୍ଭବତୀ ମହିଳା ତ୍ରିଫଳା ଆଦୌ ଖାଇବେ ନାହିଁ। ଅଧିକ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି, ପତଳା ବ୍ୟକ୍ତି ଏବଂ ଶୁଷ୍କ ବା ଶୁଖିଲା ଚର୍ମ ଥିବା ବ୍ୟକ୍ତି ତ୍ରିଫଳା କମ୍ ଖାଇବେ। ଖରାଦିନେ ତ୍ରିଫଳାର ସେବନ ଯଥାସମ୍ଭବ କମ୍ କରନ୍ତୁ। ଏହିଭଳି ସ୍ୱାସ୍ଥ୍ୟପ୍ରଦ ଭିଡ଼ିଓ ଆଣି ଆପଣମାନଙ୍କ ପାଖକୁ ପୁଣି ଥରେ ଆସିବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।